ବର୍ଷକୁ ଥରେ ପଣସ ମିଳୁଥିବା ପର୍ଯ୍ୟନ୍ତ ଆମେ ପଣସରୁ ବିଭିନ୍ନ ପ୍ରକାରର ତରକାରୀ ବନେଇଥାଉ। ଆଜି କିନ୍ତୁ ଆମେ ବହୁତ କମ୍ ତେଲ ମସଲାରେ ପଣସ ମିକ୍ସ ଡାଲିରୁ ଗୋଟେ ନୂଆ ହେଲ୍ଦି ତରକାରୀ ବନେଇବା। ଭାତ ରୁଟି ଯାହା ସହିତ ଖାଇଲେ ବି ବହୁତ ଟେଷ୍ଟି ଲାଗିବ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ରେସିପି ପସନ୍ଦ ଆସିଲେ ପ୍ଲିଜ୍ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଫେସବୁକ୍ ପେଜକୁ ବି ଫଲୋ କରନ୍ତୁ। ଜୟ ଜଗନ୍ନାଥ। ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଆଜିର ତରକାରୀ ପାଇଁ ମୁଁ 500 ଗ୍ରାମର ପଣସ ନେଇଛି। ଯେହେତୁ ମୁଁ ଓଡ଼ିଶା ବାହାରେ ରହୁଛି, ଛୋଟ ସାଇଜର ଦେଶୀ ପଣସ କଠା ବହୁତ କଷ୍ଟରେ ମିଳେ। ପଣସ କାଟିବା ପୂର୍ବରୁ ପ୍ରଥମେ ସୋରିଷ ତେଲ 2 ହାତ ଛୁରୀ କିମ୍ବା ପନିକିରେ ଲଗାଇ ନେବା। ତାପରେ ଆମେ ପଣସକୁ କାଟିବା। ପ୍ରଥମେ ପଣସକୁ ମଝିରୁ 2 ଫାଳ କରି କାଟି ନେବେ। ତାପରେ ଦେଖନ୍ତୁ ଯେମିତି ମୁଁ ଛୋଟ ଛୋଟ ପିସେସରେ କାଟି ନେଲି, ଆପଣମାନେ ସେମ୍ ପ୍ରୋସେସରେ ଏମିତି କାଟିବେ। ବେଶୀ ମୋଟା କିମ୍ବା ବେଶୀ ପତଳା ରଖିବେ ନାହିଁ, ଏମିତି ମିଡିୟମ ପିସେସରେ କାଟି ନେବେ। ଏମିତି କାଟିଲେ ଆମକୁ ଚୋପା ଛଡ଼େଇବା ପାଇଁ ସୁବିଧା ହେବ। ଦେଖନ୍ତୁ ଯେମିତି ମୁଁ ଚୋପା ଛଡ଼େଇ ନେଲି, ଆପଣ ଛୁରୀ କିମ୍ବା ପନିକିରେ ଚୋପା ଛଡ଼େଇ ନେବେ। ପଣସରେ ଟିକେ ବି ଚୋପା ରଖିବେ ନାହିଁ, ଚୋପା ରଖିଲେ ତରକାରୀରେ ଖାଇବା ପାଇଁ ଭଲ ଲାଗିବ ନାହିଁ। ତାପରେ ପଣସ ମଝିରେ ଥିବା ଏଇ ଧଳା ଅଂଶକୁ ଆମେ କାଟିକି ବାଦ କରିବା। ଏଇ ଧଳା ଅଂଶ ରହିଲେ ପେଟ ଖରାପ ହେଇଥାଏ, ତରକାରୀରେ ଖାଇବା ପାଇଁ ଭଲ ଲାଗିନଥାଏ। ପ୍ରଥମେ ଛୋଟ ପିସେସରେ କାଟି ନେବା, ତାପରେ ମଝିରେ ଥିବା ଧଳା ଅଂଶକୁ କାଟିକି ବାଦ କରିନେବା। ଏଇ ପ୍ରୋସେସରେ ଆପଣମାନେ କାଟି ନେବେ, ଦେଖିବେ ବହୁତ ଇଜିଲି କାଟି ପାରିବେ। କିଛି ପଣସର ମଞ୍ଜି ଯଦି ଟାଣ ହେଇଯାଇଥାଏ, ମଞ୍ଜି ତଳେ ଏମିତି ହଳଦିଆ ଅଂଶ ବାହାରିଥାଏ। ଏଇ ହଳଦିଆ ଅଂଶକୁ ଆପଣମାନେ କାଟିକି ବାଦ କରିନେବେ। ପଣସ କାଟିକି ରେଡି କରିନେଲେ। ପଣସ କାଟି ସାରିବା ପରେ ଆମେ 2 ହାତ ଛୁରୀରେ ଆଉ ଥରେ ଭଲ ଭାବରେ ସୋରିଷ ତେଲ ଲଗାଇ ନେବା। ତାପରେ ଟିସୁ କିମ୍ବା ପତଳା କପଡ଼ାରେ ପୋଛି ନେବେ। ଦେଖିବେ ହାତ ଛୁରୀ ସବୁ କ୍ଲିନ୍ ହେଇଯିବ। ପଣସ କାଟି ସାରିବା ପରେ ସାଙ୍ଗେ ସାଙ୍ଗେ ହଳଦୀ ପାଣିରେ ପକାଇ ନେବା, ଯାହାଦ୍ୱାରା ପଣସ କଳା ପଡ଼ିବ ନାହିଁ। ଏଇ ସବୁ ଛୋଟ ଛୋଟ ଟିପ୍ସ ଆପଣମାନେ ଫଲୋ କରିବେ। ଏବେ ତରକାରୀ ପାଇଁ ଆମକୁ ଡାଲି ଦରକାର। ପ୍ରଥମେ ବୁଟ ଡାଲି ଦରକାର। ଏଠି ମୁଁ 40 ଗ୍ରାମର ବୁଟ ଡାଲି ନେଇଛି। ଗୋଟେ ମୁଠା ବୁଟ ଡାଲି। ଏଇ ବୁଟ ଡାଲିକୁ ଭଲ ଭାବରେ ଧୋଇ ଆମେ 3 ରୁ 4 ଘଣ୍ଟା ପାଣିରେ ବତୁରାଇ ନେବା। ନିଶ୍ଚୟ ଭାବରେ ବୁଟ ଡାଲିକୁ ଭଲ ଭାବରେ ବତୁରାଇ ନେବେ, ତାହେଲେ ତରକାରୀ ଭଲ ହେବ। ବୁଟ ଡାଲି ଛଡ଼ା ଆମକୁ ମୁଗ ଡାଲି ଦରକାର। 40 ଗ୍ରାମର ମୁଗ ଡାଲି ନେଇଛି। ତା ଛଡ଼ା 40 ଗ୍ରାମର ହରଡ଼ ଡାଲି ନେଇଛି। ଏଇ 3ଟି ଡାଲି ଆଜିର ତରକାରୀ ପାଇଁ ଆମକୁ ଦରକାର। ତା ଛଡ଼ା ଗୋଟେ ବଡ଼ ସାଇଜର ଦେଶୀ ଟମାଟୋ ଟିକେ ଖଟା ରହିଲେ ଖାଇବା ପାଇଁ ଭଲ ଲାଗିବ। ତା ଛଡ଼ା ଗୋଟେ ମିଡିୟମ ସାଇଜର ଆଳୁ ମୁଁ ଟିକେ କମ୍ ନେଇଛି, ଆପଣ ଚାହିଁଲେ ଆଳୁ ଅଧିକ ନେଇପାରିବେ। ଏବେ ଚାଲନ୍ତୁ ଗ୍ୟାସ୍ ଉପରେ ଗୋଟେ ଶୁଖିଲା କଢ଼େଇ ବସେଇ ଆମେ ମୁଗ ଡାଲିକୁ ଟିକେ ହାଲକା ଭାଜି ନେବା। ଗ୍ୟାସ୍ର ଫ୍ଲେମ୍ ଲୋ ମିଡିୟମ ରଖି 2-3 ମିନିଟ୍ ପର୍ଯ୍ୟନ୍ତ ହାଲକା ଭାଜିବା। ଯେହେତୁ ମାର୍କେଟରୁ କିଣା ମୁଗ ଡାଲି ନେଇଛି, ହାଲକା ଭାଜିବା। ଯଦି ଆପଣମାନେ ଦେଶୀ ମୁଗ ଡାଲି ନେଉଥିବେ, ସେ ଡାଲି ଭଜା ହେଇଥାଏ, ଭାଜିବା ଦରକାର ନାହିଁ। ଏବେ ଡାଲିକୁ ଆମେ ବାହାରକୁ ବାହାର କରି ଆଣିବା। ତା ସହିତ ହରଡ଼ ଡାଲି ଦେଇ ଭଲ ଭାବରେ ଡାଲିକୁ 2-3 ଥର ପାଣିରେ ଧୋଇ ନେବା। ମୁଗ ଡାଲି ହରଡ଼ ଡାଲିକୁ ଧୋଇ ସାରିବା ପରେ ପାଣିରେ ବତୁରେଇ ରଖିବା ଦରକାର ନାହିଁ, ସେମିତି ତରକାରୀ ବନେଇବା। ପ୍ରଥମେ ଆମେ ଗୋଟେ ପ୍ରେସର କୁକର ନେବା। ଆଜିର ତରକାରୀକୁ ଆମେ କୁକରରେ ବନେଇବା, ବହୁତ ଜଲ୍ଦି ତରକାରୀ ରେଡି ହେଇଯିବ। ସେଥିପାଇଁ ପ୍ରଥମରୁ ମୁଁ କହିଥିଲି ପଣସକୁ ଟିକେ ବଡ଼ ପିସେସରେ କାଟିବେ, ନହେଲେ ତରକାରୀରେ ବହୁତ ଜଲ୍ଦି ଘାଣ୍ଟିଯିବ। ପଣସ ଦେଇ ସାରିବା ପରେ ସବୁ ଡାଲିକୁ ବି ଆମେ ଦେଇଦେବା। ଆଳୁର ଚୋପା ଛଡ଼େଇ ଟିକେ ବଡ଼ ପିସେସରେ କାଟି ନେବା। ଏବେ ଆମେ ଡାଲି ପଣସକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା। ଅଧା ଚାମଚରୁ ଟିକେ କମ୍ ହଳଦୀ ଗୁଣ୍ଡ ଦେବା। ପଣସ ସିଝେଇବା ସମୟରେ ବେଶୀ ହଳଦୀ ଗୁଣ୍ଡ ଦେବା ନାହିଁ, ପରେ ମସଲାରେ ଦେଖିକି ଦେବା। 2ଟି ଛୋଟ ସାଇଜର ତେଜପତ୍ର ଦେଇଦେବା। ଯଦି ଆପଣ ବଡ଼ ସାଇଜର ଦେଉଥିବେ ଗୋଟେ ଦେବେ। ଅଳ୍ପ ତେଲ ଦେଇଦେବା, ଅଧା ଚାମଚ ପାଖାପାଖି ତେଲ। ଅଳ୍ପ ତେଲ ଦେଇ ପଣସକୁ ସିଝେଇଲେ ପଣସର ଅଠା ପ୍ରେସର କୁକରରେ ଲାଗିବ ନାହିଁ। ଏଇଟା ଗୋଟେ ଟିପ୍ସ ଆପଣମାନେ ଫଲୋ କରିବେ। ତାପରେ ଆମେ ପାଣି ଦେବା। ପାଣି ଆପଣମାନେ ବେଶୀ ଦେବେ ନାହିଁ, ପଣସ ଡାଲି ବୁଡ଼ିବ ସେତିକି ପାଣି ଦେବେ। ବେଶୀ ପାଣି ଦେଲେ ଡାଲି ପଣସ ବେଶୀ ଘାଣ୍ଟିଯିବ। କମ୍ ପାଣି ଦେଲେ ଡାଲି ପଣସ ଭଲ ଭାବରେ ସିଝି ପାରିବ ନାହିଁ। ଏଇ ଟିପ୍ସକୁ ମନେ ରଖିବେ। ଏବେ ଗ୍ୟାସ୍ ଉପରେ ହାଇ ଫ୍ଲେମ୍ରେ ଗୋଟେ ହୁଇସିଲ୍ ଆସିବା ପାଇଁ ଛାଡ଼ିବା। ହାଇ ଫ୍ଲେମ୍ରେ ଗୋଟେ ହୁଇସିଲ୍ ଆସିବା ପରେ ଆମେ ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖି ଲୋ ଫ୍ଲେମ୍ରେ ଆଉ ଗୋଟେ ହୁଇସିଲ୍ ଆସିବା ପାଇଁ ଛାଡ଼ିବା। ଜମା ବେଶୀ ହୁଇସିଲ୍ ଦେବେ ନାହିଁ, ନହେଲେ ଡାଲି ପଣସ ବେଶୀ ସିଝିଯିବ। ଲୋ ଫ୍ଲେମ୍ରେ ଗୋଟେ ହୁଇସିଲ୍ ଆସିବା ପରେ ବାହାରକୁ ଆଣି ପ୍ରେସର ରିଲିଜ୍ ହେବା ପାଇଁ ଛାଡ଼ିବା। ଏବେ ଚାଲନ୍ତୁ କଢ଼େଇ ଗରମ କରି 2 ଛୋଟ ଚାମଚ ତେଲ ଗରମ କରିବା। ଆଜିର ତରକାରୀ ପାଇଁ ମୁଁ ବହୁତ କମ୍ ତେଲ ବ୍ୟବହାର କରିଛି। ଆପଣ ଚାହିଁଲେ ଅଧିକ ତେଲ ଦେଇ ଏ ତରକାରୀକୁ ବନେଇ ପାରିବେ। ଅଧା ଛୋଟ ଚାମଚ ଜିରା ଦେବା। 2ଟି ଛୋଟ ସାଇଜର ତେଜପତ୍ର। ଆପଣ ବଡ଼ ସାଇଜର ତେଜପତ୍ର ଦେଉଥିଲେ ଗୋଟେ ତେଜପତ୍ର ଦେବେ। ଜିରା ଟିକେ ଫୁଟିଯିବା ପରେ ଆମେ ଗୋଟେ ବଡ଼ ସାଇଜର ପିଆଜ ଦେବା। ପିଆଜକୁ ପୁରା ଛୋଟ ଛୋଟ କରି କାଟିକି ଦେଇଦେବେ, ବହୁତ ଜଲ୍ଦି ତେଲରେ ଭାଜିଯିବ। ଗ୍ୟାସ୍ର ଫ୍ଲେମ୍ ଲୋ ମିଡିୟମ ରଖି ପିଆଜକୁ ଆମେ ହାଲକା ଲାଲ କଲର ହେଲା ପର୍ଯ୍ୟନ୍ତ ଭାଜିବା। ପିଆଜକୁ ଏତିକି ଲାଲ କଲର କରିବେ,
पियाज एतिकी भाजी जिबा परे आमे गोटे छोट चमच अदा रसुण छेचा दबा 4-5टी रसुण अधा इंच रु टिके कम अदा को आपण माने छेचिकी देबे। तरकारी रे सब बेले फ्रेश अदा रसुण छेचिकी देबे। तरकारी रो बास्ना टेस्ट बहुत बढ़िया आसीबो। अदा रसुण रो कंचा बास्ना जिबा पर्यंत आमे भाजी नबा। तापरे आमे नेइथिबा टमाटो को दे देबा। टमाटो को टिके मसला सहित गळे नबा नहले मसला कढ़ाई तळे लागि जाय पारे। एबे मसला को देखि स्वाद अनुसार लूण दबा। डाली पणस सिझेबा समय डाली पणस पई आमे लूण देथिले। आधा चामच रु टिके कम हळदी गुंड दबा। पणस सिझेबा समय अल्प हळदी गुंड देथिले। राग पई आधा छोट चामच राग लंका गुंड दबा। आपण माने जेतिकी राग खाइबे से हिसाब रे देखिकी लंका गुंड देबे नहले कहिबे सस्मिता बहुत लंका गुंड व्यवहार करचंती। 2-3 चामच पानी देई मसला को कभर करी मसला रु तेल बाहरिबा पर्यंत कसी नबा। एपटे तरकारी पई आमे गोटे स्पेशल मसला बनेबा। गोटे छोट पान रे गोटे छोट चामच कंचा गोटा धनिया दबा। गोटे छोट चामच कंचा जीरा दबा। गोटे सुखिला लंका दबा। आधा चामच राग लंका गुंड आमे मसला रे भी देइजे। 2टी गुजराती छोट खंडे दालचीनी 3टी लवंग एतिकी मसला देबे। या ठारू अधिक किंबा कम मसला देबे नाही। एबे गैस रो फ्लेम लो मीडियम रखी आमे मसला को हल्का भाजीबा। मसला रो हल्का हल्का बास्ना बाहरिबो। मसला रो कलर हल्का चेंज होबो। आपण माने सेतिकी भाजीबे। सुखिला लंका टिके ओदालिया थाए हल्का हल्का प्रेस करनेबे देखिबे लंका भलो भाबरे भाजी जिवो। एबे मसला भाजी रेडी बाहर कानी ठंडा हेबा पई छाडिबा। एपटे आमे कुकर रु प्रेशर रिलीज होला परे डाली पणस को चेक करिबा। देखंतु डाली पणस सब भलो भाबरे सिझी जाईची। बुट डाली देखंतु गोटा गोटा अछि किंतु भलो भाबरे सिझी जाईची। मुग डाली हरड डाली सब भलो भाबरे सिझी जाईची किंतु जमा घांटी नाही। पणस भी देखंतु भलो भाबरे सिझी जाईची किंतु घांटी नाही। सब जिनस भलो भाबरे सिझी जाईथिबो घांटी नथिबो ताहले ए तरकारी रे खाइबा पई भल लागिबो। सेति पई पानी आपण माने देखिकी देबे। एबे मसला ठंडा हे जिबा परे आमे ग्राइंडर जार रे देई चिकन भाबरे गुंड करि आनिबा। 2 चामच पाखापाखी मसला म रेडी हे गला। एई मसला हेउची आजिर तरकारी पई स्पेशल मसला। एई मसला देला मात्रे तरकारी रो बास्ना टेस्ट देखिबे बहुत बढ़ी जिवो। एपटे चलंतु आमे मसला को चेक करिबा। 4-5 मिनिट परे मसला ऊपर को हल्का हल्का तेल आसीची जेहेतु आमे अल्प तेल देथिले। एबे हमर मसला कसिकी रेडी हे जाईची। मसला भलो भाबरे कसी जिबा परे आमे सिझेई रखितिबा डाली पणस को दे देबा। टिके आमे गळे नबा। डाली पणस दे सारिबा परे तरकारी टिके बहलिया लागिबो कारण आमे बेसी पानी देई नथिले। एई स्टेज रे आमे कोन करिबा प्रेशर कुकर रे अल्प पानी गरम करिकी दे देबा। एई स्टेज रे आपण माने जमा भी ठंडा पानी देबे नाही। ठंडा पानी देले तरकारी रो टेस्ट जमा भल लागिबो नाही। आपण माने झोल केते बहलिया केते पतळा रखिबे से हिसाब रे देखिकी पानी देबे किंतु एतिकी बहलिया रहिले तरकारी रे खाइबा पई भल लागिबो। एबे बनेइथिबा मसला रु 1.5 छोट चामच मसला दबा। बळका मसला आपण माने रखिथिबे परे जे कोनोसी तरकारी रे व्यवहार करि परिबे। किछि कटा हेतिबा धनिया पत्र दे दबा। तरकारी को आउ टिके टेस्टी करिबा पई जदि आपण मानको पाखरे नडिया करा थिबो 2 चामच नडिया करा दे देबे। देखिबे ए तरकारी खाइबा पई आहुरी टेस्टी लागिबो। शेषरे जदि आपण माने गुआ घिओ पसंद करथिबे आधा चामच गुआ घिओ भी देई परिबे। गुआ घिओ देले तरकारी रो बास्ना टेस्ट आहुरी बढ़िया आसीबो। मो पिला माने गुआ घिओ पसंद करंती नाही सेति पई मो गुआ घिओ देली नाही। सब जिंसु को आमे टिके भलो भाबरे मिसै नबा। एबे हम रेडी हे गला सबुठु हेल्दी मिक्स डाली पणस डालमा। आपण माने निश्चय थरे बनांतु। केमिति लागला निश्चय कमेंट्स करी जणाइबे। आजि पई रहिली पुणी देखा बा नुआ रेसिपी रे। धन्यवाद।